Hello everyone. Today I will discuss about plus 3 first sem AC ଓଡ଼ିଆ ର ଫାଷ୍ଟ ଲେକ୍ଚର। ତ ଆଜିର ଭିଡ଼ିଓରେ ଆମେ ଡିସ୍କସନ୍ କରମା ଫାଷ୍ଟ ୟୁନିଟ୍ର ଫାଷ୍ଟ ପାର୍ଟ ଶବ୍ଦ ଗଠନରେ ଶୁଦ୍ଧତା ଇନକ୍ଲୁଡେଡ୍ ଶବ୍ଦ ଗଠନ ଶବ୍ଦର ପ୍ରକାର ଭେଦ ଶୁଦ୍ଧ ଶବ୍ଦ ଓ ବନ୍ୟା ଶୁଦ୍ଧି ଅତି ପ୍ରାଞ୍ଜଳ ଭାବରେ ବୁଝମା କେନ୍ତାକରି ଆମେ ଏଇସି ଓଡ଼ିଆ ସବଜେକ୍ଟରେ ସ୍କୋର କର୍ମା 90+ ତାର ଫୁଲ୍ ଷ୍ଟ୍ରାଟେଜି ରେଗୁଲାର ଭିଡ଼ିଓ ଅପଲୋଡ଼ ହେବା ତ ଚ୍ୟାନେଲ୍କେ ସବସ୍କ୍ରାଇବ୍ କରିଦିଅ ଆଗରୁ ନୋଟିଫିକେସନ୍ ପାଇବାର୍ ଲାଗି। ତ ଚାଲୁନ୍ ଡିସ୍କସନ୍ କର୍ମା ଫାଷ୍ଟ ୟୁନିଟ୍ର ଫାଷ୍ଟ ପାର୍ଟ ଶବ୍ଦ ଗଠନରେ ଶୁଦ୍ଧତା। ତ ଲାଷ୍ଟ ତକ୍ ଦେଖିବେ ତୁମକୁ କେନୁ ନୋଟ୍ସ ଡାଉନଲୋଡ଼ କେନୁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ କେନୁ ବୁକ୍ ଡାଉନଲୋଡ଼ କରିବେ ସବୁ କୁହାଯିବା। ତ ଶବ୍ଦ ଗଠନ ଏକ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ଶବ୍ଦ କହନ୍ତି। ବୁଝିହେଲା? ବହୁତ ସିମ୍ପଲି ଆଣ୍ଡ ବହୁତ ଇଜି ୱେରେ ବନା ହେଇଛି ନୋଟ୍ସ ଥରେ ରିଡ଼ିଂ ମାରିଦେଲେ ହିଁ ବୁଝି ହେଇଯିବା। ତ ଚାଲ ଦେଖମା ଏକ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ଶବ୍ଦ କହନ୍ତି। ବୁଝିହେଲା? ତ ଶବ୍ଦ ଗଠନ କ୍ୱେଶ୍ଚିନ୍ ପଡ଼ିପାରେ ହ୍ୱାଟ୍ ଇଜ୍ ଶବ୍ଦ ଗଠନ କାହାକୁ କୁହାଯାଏ? ଲେଖବ ଏକ ବା ଏକାଧିକ ବର୍ଣ୍ଣ ମିଳିତ ହୋଇ କୌଣସି ଅର୍ଥ ପ୍ରକାଶ କରୁଥିଲେ ତାକୁ ଶବ୍ଦ କହନ୍ତି। ତାପରେ ହେଲା ଶବ୍ଦର ପ୍ରକାର ଭେଦ। କେତେ ପ୍ରକାର ଶବ୍ଦର ପ୍ରକାର ଭେଦ ଅଛି ନା ତତ୍ସମ ତଦ୍ଭବ ଦେଶଜ ଓ ବୈଦେଶିକ। ବୁଝିହେଲା? ଚାରିଟା ଅଛି। ତ ତତ୍ସମ କାହାକେ କୁହାଯିବା? ତତ୍ସମ କାହାକେ କୁହାଯିବା? ତତ୍ ଓ ସମ ଏ ଦୁଇଟି ଶବ୍ଦ ମିଶ୍ରଣରେ ତତ୍ସମ ଶବ୍ଦଟି ଗଠିତ ହୋଇଛି। ବୁଝିହେଲା? ଏହାର ଅର୍ଥ ହେଉଛି ତାହା ସହିତ ସମାନ। ତାହା ସହିତ ସମାନ ଅର୍ଥାତ୍ ସଂସ୍କୃତ ଭାଷା ସହିତ ସମାନ। ସଂସ୍କୃତ ଭାଷାର କେତେକ ଶବ୍ଦ ଅପରିବର୍ତ୍ତିତ ହୋଇ ଅବିକଳ ରୂପେ ଓଡ଼ିଆ ଭାଷାରେ ପ୍ରଚଳିତ ହୋଇ ଆସୁଅଛି। ଏଗୁଡ଼ିକୁ ତତ୍ସମ ଶବ୍ଦ କହନ୍ତି। ତ ଏକ୍ଜାମ୍ପଲ୍ ଦେଖ ନଦୀ ଆକାଶ ଅଙ୍କ ଆଚାର୍ଯ୍ୟ ସଂସ୍କାର ପର୍ବତ ଇତ୍ୟାଦି। ବୁଝିଲା? ତତ୍ସମ ଶବ୍ଦ ବେଲେ କାଣା ଅର୍ଥାତ୍ ସଂସ୍କୃତ ଭାଷା ସହିତ ସମାନ। ଆଚାର୍ଯ୍ୟ ଶବ୍ଦଟି ସଂସ୍କୃତ ଭାଷା ସହିତ ସମାନ। ଯେନ୍ମାନେ ଶିଶୁ ମନ୍ଦିର ପଢ଼ୁଥିବ ଜାଣୁଥିବ ଆଚାର୍ଯ୍ୟ ବୋଲି କୁହାଯାଏ ଗୁରୁଜୀମାନଙ୍କୁ। ସଂସ୍କୃତ ଶବ୍ଦ ସହିତ ସେଇଟା ସମାନ ଅଛି ସେଥିପାଇଁ ତାକୁ ତତ୍ସମ ଶବ୍ଦ ବୋଲି କୁହାଯାଏ। ତାପରେ ହେଲା ତଦ୍ଭବ। ତଦ୍ଭବ ଏହାର ଅର୍ଥ ହେଉଛି ତହିଁରୁ ଭବ ବା ତହିଁରୁ ଜାତ। ତଦ୍ଭବ ଏହାର ଅର୍ଥ ହେଉଛି ତହିଁରୁ ଭବ ବା ତହିଁରୁ ଜାତ। ଅର୍ଥାତ୍ ଓଡ଼ିଆ ଭାଷା କେତେକ ସଂସ୍କୃତ ଶବ୍ଦମାନଙ୍କରୁ ଜାତ ହୋଇଛନ୍ତି। ଯେପରି ସଂସ୍କୃତ ଶବ୍ଦ ନଈ ତଦ୍ଭବ ଶବ୍ଦ ହେଇକି ତାକୁ ଆମେ କ'ଣ କହୁଛୁ? ନଈ। ସଂସ୍କୃତ ଶବ୍ଦରେ କୂପ ତାକୁ ଆମେ ଆମ ଭାଷାରେ କହୁଛୁ କୂଅ। ସଂସ୍କୃତ ଭାଷାରେ ହସ୍ତି ତାକେ କହୁଛୁ ଆମେ ଆମ ଭାଷାରେ ହାତୀ। ସଂସ୍କୃତ ଶବ୍ଦରେ ଘିଅକୁ କହୁଛୁ ଘୃତ। ତ ସେଇଟା ତଦ୍ଭବ ହେଇକିରି ତାକେ କହୁଛୁ ଆମେ ଘିଅ। ବୁଝିହେଲା? ଦେନ୍ ହେଲା ଦେଶଜ। ଦେଶଜ କାଣା? ଓଡ଼ିଶାରେ ପ୍ରଚଳିତ ଦେଶଜ ଶବ୍ଦର ତ୍ରିବିଧ ସ୍ତର ରହିଛି। ଏକ ହେଲା ଦେଶଜ ଓଡ଼ିଶାରେ ପ୍ରଚଳିତ ଦେଶଜ ଶବ୍ଦର ତିନିଟା ସ୍ତର ରହିଛି ଯେନ୍ଟାକି ହେଲା ଆଦିବାସୀ ଭାଷା ଦ୍ରାବିଡ଼ ଭାଷା ଓ ପୂର୍ଣ୍ଣ ମାତ୍ରାରେ ଓଡ଼ିଶାର ଜନସାଧାରଣଙ୍କ ମୁଖରୁ ଉଦ୍ଭବ ଯେନ୍ଟାକି ଆମେ କହୁଛୁ ସେ ଭାଷା। ଦ୍ରାବିଡ଼ ଭାଷା ଏକ୍ଜାମ୍ପଲ୍ ଆମେ କାଣା ନେଇପାର୍ମା? ଅଡ଼ା ଆରିସା ଏଣ୍ଡୁରି ଓ ଗାଡ଼ି ନେଇପାର୍ମା। ତାପରେ ଆଦିବାସୀର ଉଦାହରଣ କାଣା ନେଇପାର୍ମା? ନା ଅଟେଇ ଅରମା ଆଣ୍ଠୁ ନେଇପାର୍ମା। ଓଡ଼ିଶା ଜନସାଧାରଣଙ୍କ ମୁଖରୁ ଯେନ୍ ଜିନିଷ ବାହାରୁଛି ତାକେ କାଣା କହିବା ଆମେ? ଢିଙ୍କି ଛାଞ୍ଚୁଣି ଜନ୍ତାଳ ଠେକେରା ଝୁମୁକା ଇତ୍ୟାଦି। ତାପରେ ହେଲା ବୈଦେଶିକ ଶବ୍ଦ। ବୈଦେଶିକ କାଣା? ବାଣିଜ୍ୟ ହେଉ ବା ଶାସନ ସୂତ୍ରରେ ହେଉ କେତେକ ତାହାର ବାହାର ଦେଶର ପ୍ରଭାବ ଆମ ଦେଶ ଉପରେ ପଡ଼ିଥିଲା। ସେହି ପ୍ରଭାବରେ ଭାଷା ମଧ୍ୟ ପ୍ରଭାବିତ ହେଲା। ତେଣୁ କେତେକ ବିଦେଶୀ ଶବ୍ଦ ଆମ ଭାଷା ଭିତରେ ମିଶିଗଲେ ସେହିଭଳି ଶବ୍ଦକୁ ବୈଦେଶିକ ଶବ୍ଦ କୁହାଯାଏ। ବୁଝିହେଲା? ତ ଯେମିତି ପର୍ତ୍ତୁଗୀଜରୁ ଆମେ ପାଇଲା ଗିର୍ଜା ପାଦ୍ରୀ ସେସବୁ ଶବ୍ଦ ପାଇଲା। ଜାବନିକରୁ ଅକଳ ଅଦାଲତ ଆଇନା ଇସ୍ତଫା ଓକିଲ ନଗଦ ତହସିଲଦାର ଏସବୁ ବାହାର ଜାବନିକ ଦେଶରୁ ଆମେ ପାଇଲେ। ସେମିତି ଇଂରାଜୀ ବା ଇଂଲଣ୍ଡରୁ ଆମେ କ'ଣ ପାଇଲେ? ଟିକେଟ୍ ବେଞ୍ଚ ଟେବୁଲ୍ ଇତ୍ୟାଦି ପାଇଲେ।
ସେମିତି ଶବ୍ଦର ରୂପ ଗଠନ ଦୃଷ୍ଟିରୁ ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଏଇଟା ଟିକେ ଇମ୍ପୋର୍ଟାଣ୍ଟ, ମୌଳିକ ଶବ୍ଦ ଆଉ ବ୍ୟୁତ୍ପନ୍ନ ଶବ୍ଦ। ତ ଚାଲ ଦେଖ ମୌଳିକ ଶବ୍ଦ କାହାକେ କୁହାଯିବା, ବ୍ୟୁତ୍ପନ୍ନ ଶବ୍ଦ କାହାକେ କୁହାଯିବା। ଯେ ମୌଳିକ ଶବ୍ଦ କାହାକେ କୁହାଯିବା ନା ଯେଉଁ ଶବ୍ଦରୁ କୌଣସି ଉପାୟରେ ଗୋଟିଏ ହେଲେ ବି ବର୍ଣ୍ଣ କାଟି ହୁଏ ନାହିଁ, ଅର୍ଥାତ୍ ଗୋଟିଏ ବର୍ଣ୍ଣ କାଟିଦେଲେ ତାର ଅଙ୍ଗହାନୀ ହେବା ସଙ୍ଗେ ସଙ୍ଗେ ଅର୍ଥ ପ୍ରକାଶ କ୍ଷମତା ଲୋପ ପାଏ, ତାକୁ ମୌଳିକ ଶବ୍ଦ କହନ୍ତି। ବୁଝିଲା? ଯଥା ଗଛ, ବହି, ଡଙ୍ଗା। ଗଛରୁ ଯଦି ଆମେ ଗୋଟେ ଶବ୍ଦ କାଟିଦେବା, ଛ ଯଦି କାଟିଦେବା, ତାର କିଛି ରହିବ କି ମୂଲ୍ୟ? ରହିବ ନାହିଁ। ସେଥିପାଇଁ ଗୋଟିଏ ବର୍ଣ୍ଣ କାଟିଦେଲେ ତାର ଅଙ୍ଗହାନୀ ହୁଏ, ଅର୍ଥ ପ୍ରକାଶ କ୍ଷମତା ଲୋପ ପାଏ, ତାକୁ ମୌଳିକ ଶବ୍ଦ କୁହାଯାଏ। ବୁଝିହେଲା? ତ ବ୍ୟୁତ୍ପନ୍ନ ଶବ୍ଦ କାହାକୁ କୁହାଯାଏ? ମୂଳ ଶବ୍ଦର ପୂର୍ବରୁ ବା ପରେ ଆଉ ଏକ ରୂପ, ପ୍ରତ୍ୟୟ ବା ଶବ୍ଦ ସଂଯୋଗ କରି ନୂତନ ଶବ୍ଦ ଗଠନ କରାଗଲେ ତାହାକୁ ବ୍ୟୁତ୍ପନ୍ନ ଶବ୍ଦ କହନ୍ତି। ଯଥା ଯେମିତି ଘର ଯୁକ୍ତ ଉଆ ଘରୁଆ, ପ୍ରଯୁକ୍ତ ତାପ ପ୍ରତାପ, ପାଣି ଯୁକ୍ତ ଆ ପାଣିଆ, ତଳଯୁକ୍ତ ଉଆ ତଳୁଆ, ପାନଯୁକ୍ତ ରା ପାନରା। କ୍ରିୟାପଦର ମୂଳ ରୂପକୁ ଧାତୁ କୁହାଯାଏ। ହସିବା କ୍ରିୟାର ମୂଳ ରୂପ ହେଉଛି ହସ। ସେହିପରି ତ ଶୁଦ୍ଧ ଶବ୍ଦ ଓ ବନ୍ୟା ଶୁଦ୍ଧି, ଏଇଟା ଗୋଟେ ଲଙ୍ଗ କ୍ୱେଶ୍ଚିନ୍ ଆଇସି ଏକ୍ଜାମ୍ରେ। ତ ଏଇ ଲଙ୍ଗ କ୍ୱେଶ୍ଚିନ୍କେ ଆମେ ଲଙ୍ଗ କ୍ୱେଶ୍ଚିନ୍ ୱେରେ ହିଁ ନୋଟ୍ସ କରାହେଇଛେ। ତ ତୁମେ ଏଇଟାକେ ଦେଖ ଆଉ PDF ବି ଡାଉନଲୋଡ଼ କରିପାରବ। ତ ଚାଲ ଦେଖମା ଶବ୍ଦ ଶୁଦ୍ଧ ଓ ବନ୍ୟା ଶୁଦ୍ଧିର ଲଙ୍ଗ କ୍ୱେଶ୍ଚିନ୍ରେ କାଣା କ୍ୱେଶ୍ଚିନ୍ ଆଇବା ନା ବ୍ୟାକରଣଗତ ଅଶୁଦ୍ଧି ଓ ନିରାକରଣ କିପରି କରିବା ଆଲୋଚନା କର। କ୍ୱେଶ୍ଚିନ୍ ଆଇବା 8 ମାର୍କ। ତ କେନ୍ତା ଲେଖବ ଦେଖ ଓଡ଼ିଆ ଭାଷା ପ୍ରତି ଦୃଷ୍ଟିପାତ କଲେ ଦେଖାଯାଏ ଯେ ଏହାର ଅନେକ ମୌଳିକତା ବା ସ୍ୱାତନ୍ତ୍ର୍ୟ ଅଛି। ଶୁଦ୍ଧ ଭାବରେ ଏହି ଭାଷାକୁ ଲିଖିତ ରୂପ ଦେବା ସମୟରେ ସେଗୁଡ଼ିକ ଉପରେ ପ୍ରାଞ୍ଜଳ ଜ୍ଞାନ ଥିବା ଆବଶ୍ୟକ ଓ ଯଥେଷ୍ଟ ପରିମାଣରେ ସଚେତନ ରହି ଲେଖିବାକୁ ହୋଇଥାଏ। ସେହି ବୈଶିଷ୍ଟ୍ୟ ଗୁଡ଼ିକ ମଧ୍ୟରୁ କେତୋଟି କ୍ଷେତ୍ର ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦିଆଯାଇପାରେ। କ ନମ୍ବରରେ ଧ୍ୱନି ଓ ବର୍ଣ୍ଣ। ମୁଖ୍ୟ ଅବ୍ୟୟ ଗୁଡ଼ିକରୁ ବହୁ ପ୍ରକାର ଧ୍ୱନି ଉଚ୍ଚାରିତ ହୋଇଥାଏ। ଏହି ଧ୍ୱନି ଗୁଡ଼ିକ ଦୁଇ ଭାଗରେ ବିଭକ୍ତ, ଯେମିତିକି ସ୍ୱର ଆଉ ବ୍ୟଞ୍ଜନ। ଓଡ଼ିଆର ସ୍ୱର ଧ୍ୱନି କ'ଣ କ'ଣ ଅଛି? ଯେମିତି ଅ ଆ ଔ ପର୍ଯ୍ୟନ୍ତ, ଆଉ ଯେନ୍ ରାସରେ ରୁ ଗୋଟେ ଅଛି, ସ୍ୱତନ୍ତ୍ର ଉଚ୍ଚାରଣ ନାହିଁ ବା ତା'ର ଧ୍ୱନି ବିଲୁପ୍ତ ହୋଇଯାଇଛି। ରୁ ଓ ରୁ କିମ୍ବା ଭାବରେ ଉଚ୍ଚାରିତ ହୋଇଥାଏ। ତେଣୁ କୁହାଯାଇପାରେ ଯେ ସଂସ୍କୃତରେ ଶୁଦ୍ଧ ସ୍ୱର ଧ୍ୱନି 6ଟି ଓ ବିଶ୍ୱର ଧ୍ୱନି 2ଟି। ବିଶ୍ୱର ଧ୍ୱନି 2ଟି, ଯେନ୍ଟାକି ହେଲା ଐ ଆଉ ଔ। ସେହିପରି ବ୍ୟଞ୍ଜନ ଧ୍ୱନି ଦୁଇ ପ୍ରକାର, ବର୍ଗୀୟ ଓ ଅବର୍ଗୀୟ। ତୁମେ ତ ଜାଣିଥିବ ବର୍ଗୀୟ କେନ୍ଟା ଅବର୍ଗୀୟ କେନ୍ଟା। କଖ କଖ ଉଁ ଚ ଛ ଜ ଝ ଞ ଟ ଠ ଡ ଢ ଣ ତ ଥ ଦ ଧ ନ ପ ଫ ବ ଭ ମ, ଯେନ୍ଟାକି କ ଚ ଟ ତପ ବୋଲି ବି କହିସୁଁ। ଏଇଟା ହେଉଛି ଆମର 25ଟି ବ୍ୟଞ୍ଜନ ବର୍ଣ୍ଣ, ବର୍ଗୀୟ ଓ এই 25ଟି ବ୍ୟଞ୍ଜନ ବର୍ଗ ବର୍ଗୀୟ ଓ ଅନ୍ୟ ଯେନ୍ ମାନେ ରହିଗଲେ 25ଟାକେ ଛାଡ଼ିଦେଲେ ସେଟା ହେଉଛନ୍ ତୁମର ଅନ୍ୟ ବ୍ୟଞ୍ଜନ ଗୁଡ଼ିକ ହେଲା ଅବର୍ଗୀୟ। କିନ୍ତୁ ଓଡ଼ିଆରେ ନ୍ୟ, ଙ, ଜ, ତାଲବେଶ, ମୁଦ୍ନିଶ ପାଇଁ ସ୍ୱତନ୍ତ୍ର ଉଚ୍ଚାରଣ ନାହିଁ। ତେଣୁ ଏ ସମ୍ପର୍କରେ ଶୁଦ୍ଧତା ପ୍ରତି ଧ୍ୟାନ ଦେବାକୁ ହେବ। ବୁଝିଲା? ଆମେ ଶୁଦ୍ଧ ଆଉ ନିରାକରଣ ବିଷୟ ପଢ଼ୁଛୁଁ, ତ ବୁଝିପାରୁଥିବ। ଦେନ୍ ଖ ଲିପି। ଲିପି ହେଉଛି ଉଚ୍ଚାରଣର ସଂକେତ। ଓଡ଼ିଆ ଲିପି ଦେବନାଗରୀ ଲିପିରୁ ଏକ ବିକଶିତ ରୂପ ଓ ଦେବନାଗରୀ ଲିପି ବ୍ରାହ୍ମୀ ଲିପିରୁ ବିକଶିତ ଲାଭ କରିଛି। ବୁଝିଲା? ଓଡ଼ିଆ ଲିପି ଦେବନାଗରୀ ଲିପିର ଏକ ବିକଶିତ ରୂପ ଓ ଦେବନାଗରୀ ଲିପି ବ୍ରାହ୍ମୀ ଲିପିର ଏକ ବିକାଶ ଲାଭ କରିଛି। ସାଧାରଣ ଭାବରେ ଓଡ଼ିଆ ଭାଷା ଲିଖନ ପାଇଁ ଯେଉଁ ଲିପି ବ୍ୟବହୃତ ହେଉଛି ତାହା ଓଡ଼ିଆ ଲିପି ଭାବରେ ପରିଚିତ। ବ୍ରାହ୍ମୀ ଲିପିରୁ ଗୁଣ୍ଡ କୁଟିଳ ଓ ପ୍ରଟବଙ୍ଗଳା ଲିପି ମଧ୍ୟରେ ତାମିଲ ଗ୍ରନ୍ଥ ଲିପି ଓ ନାଗରୀ ଭାବରେ ଓଡ଼ିଆ ଲିପିର ସୃଷ୍ଟି ଓ ବିକାଶ ଘଟିଛି। ଏହାର ଶୁଦ୍ଧତା ସମ୍ପର୍କରେ ପାଠନ ଓ ଲେଖକ ସଚେତନ ହେବା ନିଶ୍ଚିତ। ଦେନ୍ ଗ ନମ୍ବର ଶବ୍ଦ ଭଣ୍ଡାର। ଭାବ ପ୍ରକାଶର ମାଧ୍ୟମ ଶବ୍ଦର ପ୍ରାଚୁର୍ଯ୍ୟରେ ଓଡ଼ିଆ ଭାଷା ରୁଦ୍ଧିମନ୍ତ। ସଂସ୍କୃତ ଭାଷାରୁ ମୂଳ ରୂପରେ ଅନେକ ଶବ୍ଦ ଏହି ଭାଷାରେ ତତ୍ସମ କିମ୍ବା ସଂସ୍କୃତ ସମ ଶବ୍ଦ ଭାବରେ ବ୍ୟବହୃତ ହେଉଛି, ଯଥା ଜଳ, ସ୍ଥଳ, ନଈ, ଗଗନ, ସୂର୍ଯ୍ୟ ଇତ୍ୟାଦି। ବୁଝିହେଲା? ଲିଙ୍ଗ। ଓଡ଼ିଆରେ ଲିଙ୍ଗ 3 ପ୍ରକାର ଆମେ ଜାଣିଛୁ, ପୁରୁଷ, ମହିଳା, କ୍ଳୀବଲିଙ୍ଗ। ବର୍ତ୍ତମାନ ଅନ୍ୟ ଏକ 3 ଲିଙ୍ଗ ଏହାରି ଲିଙ୍ଗରେ ପ୍ରବେଶ କରିଛି। ସେଥିମଧ୍ୟରେ ଆମେ ଯଦି କିଛି ଗୋଟେ ଲେଖୁଛୁ ଓଡ଼ିଆ ଭାଷାରେ, ତ ସେଥିପ୍ରତି ଆମେ ଧ୍ୟାନ ଦେବାର କଥା। ପୁରୁଷ ଜାଗାରେ ପୁରୁଷ, ମହିଳା ଜାଗାରେ ମହିଳା, କ୍ଳୀବ ଜାଗାରେ କ୍ଳୀବ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଦରକାର। ପୁରୁଷ ଓ ବଚନ। ଓଡ଼ିଆରେ ପୁରୁଷ 3 ପ୍ରକାର, ପ୍ରଥମ ପୁରୁଷ, ଦ୍ୱିତୀୟ ପୁରୁଷ, ତୃତୀୟ ପୁରୁଷ ଆମେ ଜାଣିଛୁ। ବଚନ 2 ପ୍ରକାର, ଯଥା ଏକବଚନ ଓ ବହୁବଚନ। ଆପଣ ଶବ୍ଦ ଓଡ଼ିଆରେ 2 ପୁରୁଷ ବ୍ୟବହୃତ ହୋଇଥାଏ।
କିନ୍ତୁ ଏହାର ଅନୁଗାମୀ କ୍ରିୟା ମାନଙ୍କରେ ତୃତୀୟ ପୁରୁଷ ରୂପ ହୋଇଥାଏ, ଯଥା ଆପଣ ଆସନ୍ତୁ, ଆପଣ ବସନ୍ତୁ ଇତ୍ୟାଦି। ଆମର ଆପଣ ଶବ୍ଦ ହେଉଛି ଦ୍ୱିତୀୟ ପୁରୁଷ, ଆପଣ ଦ୍ୱିତୀୟ ପୁରୁଷ ବ୍ୟବହୃତ ହେଉଛି, କିନ୍ତୁ ତାହାର ଅନୁଗାମୀ କ୍ରିୟାମାନଙ୍କରେ ତୃତୀୟ ପୁରୁଷ ହେଉଛି, ଯେମିତିକି ଆପଣ ଆସନ୍ତୁ, ବସନ୍ତୁ ସେହିପରିକା। କାରକ ଓ ବିଭକ୍ତି ଓଡ଼ିଆ ବାକ୍ୟରେ କ୍ରିୟାପଦ ସହିତ ଯେଉଁ ପଦର ପ୍ରତ୍ୟକ୍ଷ ସମ୍ପର୍କ ଥାଏ ତାହାକୁ କାରକ କହନ୍ତି। ଏହା 6 ପ୍ରକାର, ଯଥା କର୍ତ୍ତା, କର୍ମ, କରଣ, ସମ୍ପାଦନ, ଅପାଦାନ ଓ ଅଧିକରଣ। ଶବ୍ଦର ପରେ ଓ ଧାତୁ ପରେ ପ୍ରଯୁକ୍ତ ପ୍ରତ୍ୟୟକୁ ବିଭକ୍ତି କହନ୍ତି। ଏହା ବଚନ ଓ କାରକକୁ ସୂଚିତ କରେ। ଏହା 7 ପ୍ରକାର, ଯଥା ପ୍ରଥମା, ଦ୍ୱିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ ସମ୍ବନ୍ଧ ପରେ ଷଷ୍ଠୀ ହୁଏ। କୃଦନ୍ତ ଓ ତଦ୍ଧିତ ଧାତୁ ପରେ ତା ସହିତ ଅନ୍, ଢ, ତ, ୟ, ଆ ଇତ୍ୟାଦି ପ୍ରତ୍ୟୟ ଯୋଗ କରି ଯେଉଁ ବିଭିନ୍ନ ଶବ୍ଦ ନିଷ୍ପନ୍ନ ହୁଏ ବା କରାଯାଏ ସେଗୁଡ଼ିକ କୃଦନ୍ତ ପଦ କୁହାଯାଏ। କାହାକୁ କୃଦନ୍ତ କୁହାଯାଏ ଜାଣିପାରିଲ? ଓ ପ୍ରଯୁକ୍ତ ପ୍ରତ୍ୟୟକୁ କୃତ୍ ପ୍ରତ୍ୟୟ ମଧ୍ୟ କୁହାଯାଏ। ଉଦାହରଣ କୃଯୁକ୍ତ ଅ କାରକ, ଭୂଯୁକ୍ତ ଉକ୍ ଭାବୁକ। ସେହିପରି ବିଭିନ୍ନ ଶବ୍ଦ ପରେ ତାହା ସହିତ ଅଣ, ତ୍ୱ ଆଉ ଅନ୍ ଇତ୍ୟାଦି ପ୍ରତ୍ୟୟ ସଂଯୁକ୍ତ କରାଯାଇ ନୂତନ ଅର୍ଥ ବୋଧକ ପଦଗୁଡ଼ିକୁ ତଦ୍ଧତି କହନ୍ତି। ବୁଝିହେଲା? ଇମ୍ପୋର୍ଟାଣ୍ଟ ଟିକେ ଦେବ ଏଟା। ଦେନ୍ ପଦ ଓଡ଼ିଆ ବାକ୍ୟରେ ବ୍ୟବହୃତ ପ୍ରତିଟି ଶବ୍ଦକୁ ଗୋଟିଏ ପଦ କହନ୍ତି। ସେଗୁଡ଼ିକ ହେଲା 5 ପ୍ରକାର, ଯଥା ବିଶେଷ୍ୟ, ବିଶେଷଣ, କ୍ରିୟା, ଅବ୍ୟୟ, ସର୍ବନାମ। ସନ୍ଧି ସନ୍ଧି କାହାକୁ କୁହାଯାଏ? ଦୁଇଟି ଶବ୍ଦକୁ ଯୋଡ଼ି ନୂତନ ଶବ୍ଦଟିଏ କରିବା ସମୟରେ ପ୍ରଥମ ଶବ୍ଦର ଶେଷ ବର୍ଣ୍ଣ ଓ ଦ୍ୱିତୀୟ ଶବ୍ଦର ପ୍ରଥମ ବର୍ଣ୍ଣର ମିଳନକୁ ସନ୍ଧି କୁହାଯାଏ। ଓଡ଼ିଆ ଭାଷାରେ ଏହା 3 ପ୍ରକାର: ସ୍ୱର ସନ୍ଧି, ବ୍ୟଞ୍ଜନ ସନ୍ଧି ଓ ବିସର୍ଗ ସନ୍ଧି। ସମାସ ପରସ୍ପର ସମ୍ବନ୍ଧ ଥିବା ବା ତତୋଧିକ ପଦକୁ ଏକ ପଦରେ ପରିଣତ କରି ସଂକ୍ଷେପରେ ପ୍ରକାଶ କରିବାକୁ ସମାସ କୁହାଯାଏ। ଓଡ଼ିଆରେ ଏହା ଅର୍ଥର ପ୍ରାଧାନ୍ୟ ଦୃଷ୍ଟିରୁ 6 ପ୍ରକାର, ଯଥା ତତ୍ପୁରୁଷ, କର୍ମଧାରୟ, ବହୁବ୍ରୀହି, ଦ୍ୱିଗୁ, ଦ୍ୱନ୍ଦ୍ୱ, ଅବିଭବ। ତ ଆଉ ଯେତିକି ରହିଗଲା ଆମେ ନେକ୍ସଟ କ୍ଲାସ୍ରେ ଡିସ୍କସନ୍ କର୍ମା। ତ ଆଜିର କ୍ଲାସ୍ ଯେତିକି ଥିଲା, ଯେତିକିଟା ଇମ୍ପୋର୍ଟାଣ୍ଟ ହେତ୍କି ଭିତରୁ ଆମେ ମୋଷ୍ଟ ଇମ୍ପୋର୍ଟାଣ୍ଟ ଗୋଟେ ଲଙ୍ଗ୍ କ୍ୱେଶ୍ଚିନ୍, ଯେନ୍ଟାକି ମୁଇଁ ତୁମକୁ କହିଲି ଏଇଟା ଲଙ୍ଗ୍ କ୍ୱେଶ୍ଚିନ୍ ଆସବା। ଦେନ୍ ସେ ଲଙ୍ଗ୍ କ୍ୱେଶ୍ଚିନ୍ ଭିତରୁ କିଛିଟା ତୁମକୁ ସର୍ଟ କ୍ୱେଶ୍ଚିନ୍ ଆସିପାରେ, ଯେନ୍ତାକି ଏଇଟା କ'ଣ ଲିପି ପଢ଼ଲା, ଲିପିଟାକେ 2 ମାର୍କିଆ ପକାଇ ଦେଇପାରେ, ଶବ୍ଦ ଭଣ୍ଡାର, ଲିଙ୍ଗ ଏସବୁ ପକାଇ ଦେଇପାରେ। ବୁଝିହେଲା? ତ ଇ PDF କ୍ଲାସ୍ ତ ସରିଗଲା ପରେ ତୁମେ ଆମର କମେଣ୍ଟ ସେକ୍ସନ୍ରେ ଆମର ଟେଲିଗ୍ରାମ ଚ୍ୟାନେଲ୍ର ଲିଙ୍କ୍ ଅଛି, ସେନେ ଜଏନ୍ ହେଇଯାଅ। ଜଏନ୍ ହେଇସାରିଲା ପରେ ଇ ନୋଟ୍ସ ତୁମେ ସେଠାନେ ପାଇପାରବ। ଆଣ୍ଡ ଯେତ୍କି ବି ଆମର କ୍ଲାସ୍ ହେବା ତାର ନୋଟ୍ସ ମଧ୍ୟ ପାଇପାରବ। ତୁମର ମନକର ଲାଗି ଇଜି ୱେରେ, ବହୁତ ଇଜି ୱେରେ ନୋଟ୍ସ ତିଆରି କରାହେଇଛେ। ତ ତୁମେ ଯାଇକିରି ତାର ଫାଇଦା ଉଠାଅ, ଜଏନ୍ କରିକିରି ଡାଉନଲୋଡ଼ କରିକିରି ପଢ଼, ଯେନ୍ତାକି 90+ ସ୍କୋର୍ କରିପାରବ। ତ ଆମର ଏଇସି ଓଡ଼ିଆ ବୁକ୍ ଅଲରେଡ଼ି ଟେଲିଗ୍ରାମ ଚ୍ୟାନେଲ୍ରେ ଅପଲୋଡ଼ ହେଇଯାଇଛେ, ଯେନ୍ଟାକି ଇଟା ଆମର ଅପଲୋଡ଼ ହେଇଯାଇଛେ। ଏଇଟା ପରିଶୁଦ୍ଧ ଭାଷା ଆଉ ଲିଖନ ଧାରା, ଯେନ୍ଟାକି ଆମେ ଏଖେନ୍ ଗୋଟେ କ୍ଲାସ୍ ସରି ସାରିଲାନ। ତ ନେକ୍ସଟ କ୍ଲାସ୍ରେ ଆମେ ଡିସ୍କସନ୍ କର୍ମା ତାର ଏକ୍ଜାମ୍ପଲ୍, ତାର ଉଦାହରଣ, ତଦ୍ଭବ, ଶବ୍ଦ, ବିଜ୍ଞାନ ଧ୍ୱନି ଯେନ୍ମାନେ ଅଛେ, ଯେନ୍ଟା ଇମ୍ପୋର୍ଟାଣ୍ଟ ଲାଗ୍ବା ସେଇଟାକେ ପଢ଼୍ମା। ଯେନ୍ଟା ଇମ୍ପୋର୍ଟାଣ୍ଟ ନିନ ହେଟା ବୁକ୍ରେ ଆମେ ଅଲରେଡ଼ି ଦେଇ ଦେଇଛୁଁ, ହେଟା ନିଜେ ପଢ଼ି ନେବ। ଯେନ୍ଟା ଇମ୍ପୋର୍ଟାଣ୍ଟ ଆମେ ସେଟାକେ କ୍ଲାସ୍ କର୍ମୁ। ତ ନେକ୍ସଟ କ୍ଲାସ୍ରେ ଆମେ ଆଜକା ଯେନ୍ଟା ଡିସ୍କସନ୍ ହେଲା ତାର ଏକ୍ଜାମ୍ପଲ୍ ମାନେ ଡିସ୍କସନ୍ କର୍ମା। ତ ଚ୍ୟାନେଲ୍କେ ସବସ୍କ୍ରାଇବ୍ କର, ତୁମର ସାଙ୍ଗମାନଙ୍କର ସାଙ୍ଗେ ଇ ଭିଡ଼ିଓଟା ବହୁତ ମାତ୍ରାରେ ସେୟାର କର। ନୋଟ୍ସ ମାନେ ଟେଲିଗ୍ରାମ ଚ୍ୟାନେଲ୍ରୁ ଡାଉନଲୋଡ଼ କର, ବୁକ୍ ଡାଉନଲୋଡ଼ କର, ପଢ଼, ଯେନ୍ଟାକି 90%ରୁ ପ୍ଲସ୍ 90+ ସ୍କୋର୍ କରିପାରବ। ତ ନେକ୍ସଟ କ୍ଲାସ୍ରେ ଆମେ ଡିସ୍କସନ୍ କର୍ମା ତାର ଏକ୍ଜାମ୍ପଲ୍ ମାନେ। ଆମର୍ ଫାର୍ଷ୍ଟ ୟୁନିଟ୍ଟା 3ରୁ 4ଟା କ୍ଲାସ୍ରେ ଫାର୍ଷ୍ଟ ୟୁନିଟ୍ ସରିଯିବା।